ଆମ ଘରେ ହେଇଥିଲା ସଜନା ଛୁଇଁ। ଆପଣଙ୍କ ଘରେ କ'ଣ ଆଜି ରୋଷେଇ ହେଇଛି ଆପଣମାନେ ମୋତେ କମେଣ୍ଟ କରିବେନି? କମେଣ୍ଟ କରନ୍ତୁ। ସଜନା ଛୁଇଁରେ କେଉଁ ଆଇଟମ୍ ବନିବ ମୁଁ ତ ଜାଣି ନାହିଁ, କାରଣ ମୋତେ ରୋଷେଇ ଆସେନି। ମୋ ଭଳି କାହାକୁ ରୋଷେଇ ଆସେନି? ରୋଷେଇ ଠକ। ମମି ଏଠି ସଜନା ଶାଗ ଦେଇଥିଲେ, କହିଲେ ସଜନା ଶାଗ ଆଜି ହେବ ଘରେ। ଆଜି ଆଉ କିଛି ପରିବା ନାହିଁ, ସମସ୍ତେ ସଜନା ଶାଗ ଖାଇବ, କାରଣ ସଜନା ଶାଗ ଖାଇବାକୁ ଟିକେ ଭଲ ଲାଗେ ନା, କିନ୍ତୁ ସେଇଟା ଦେହ ପାଇଁ ବହୁତ ଭଲ। ଦାନ୍ତ ଇନଫେକ୍ସନ୍ ଅଛି ବୋଲି ସବୁବେଳେ ଭାବୁଥିଲି ମାର୍କେଟ ଯାଇ ଗୋଟେ ବ୍ରସ୍ ଆଣିବି। ଫାଇନାଲି ଗୋଟେ ବ୍ରସ୍ ନେଇକି ପଳେଇ ଆସିଲି 60 ଟଙ୍କାରେ। ବହୁତ ଭଲ ଥିଲା ଆଉ ସଫ୍ଟ ବି ଥିଲା। ତାପରେ ଏଠି ଚାଲି ଆସିଲେ ମୋ ଧନ ଖାଇବା ପାଇଁ। ଧନ ଯଦି ଖାଦ୍ୟ ନ ଖାଇବ ଘର ପୁରା କାନ୍ଦିକି କମ୍ପେଇ ଦେବ। ଆପଣମାନଙ୍କ ଘରେ ଯଦି ଛୋଟ ପିଲା ଥିବେ ଆପଣମାନେ ଜାଣିଥିବେ, ତାଙ୍କୁ ଖାଇବା ଟାଇମ୍ରେ ଦରକାର, ଶୋଇବା ଟାଇମ୍ରେ ଦରକାର। ତମେ ଯାହା କରୁଛ କର, ତାଙ୍କର ଢୋ। ତାପରେ ଏଠି ଚାଲିଲା ମମି କ'ଣ ରୋଷେଇ କରୁଛନ୍ତି। ଦିନ 3ଟା ବାଜିଲାଣି, ଘରେ କେହି ଖାଇବାକୁ ନାହାନ୍ତି, କାରଣ ଛୋଟ ପିଲାଙ୍କ ପଛରେ ଆମେ ଲାଗି ଆଜି ଏତେ ସମୟ ଲେଟ୍ ହେଲାଣି। ସଜନା ଛୁଇଁ ଆଳୁ ସେୟାର କରିବାକୁ ଆପଣମାନେ ଟୋଟାଲି ଭୁଲି ଯାଉଛନ୍ତି ମୋ ଭିଡ଼ିଓକୁ। ଟିକେ ପ୍ଲିଜ୍ କାଇଣ୍ଡଲି ସେୟାର କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ ଯଦି ଭିଡ଼ିଓଟି ଭଲ ଲାଗୁଛି। ଏଠି ମୋ ଭଉଣୀ ମୋର ଖାଉଥିଲୁ, ସଜନା ଶାଗ ଭଜା ହେଇଛି ଆଜି।